ଆଣିଲା ବେଳେ ତାଙ୍କ ସହିତ ଚୁକ୍ତି ବି ହେଇଥିଲା କି ଯେତେବେଳେ ପାର୍ଟି ବାହାରିବ ଆମେ ଆପଣଙ୍କୁ ପଇସା ଦେଇଦେବୁ। ଏ କଥା ତାଙ୍କ ସହିତ ବି ଏ କଥା ହେଇଥିଲା। ପାର୍ଟି ବାହାରିବ ଯେବେ ପାର୍ଟି ବାହାରିବ ଆମେ ତ ଆମର ତ ଆଉ କିଛି ଅଲଗା ସଂସ୍ଥା ନାହିଁ ନା, ଆମର ଏଇ ଗୋଟିଏ ସଂସ୍ଥା ଯାତ୍ରା, ତେଣୁ ପାର୍ଟି ବାହାରିଲେ ଆମେ ଆପଣଙ୍କୁ ଦେଇଦେବୁ। ତାପରେ ଯେତେବେଳେ ପାର୍ଟି ବାହାରିଲା ଆମେ ଆମ ମାଲିକକୁ ଜଣେଇଲୁ, କୋଣାର୍କ ଗଣନାଟ୍ୟର ମାଲିକ ପାଖୁ ବାବୁଙ୍କୁ, କି ଆମେ ଏମିତି କ୍ଷୀରୋଦ ବାବୁଙ୍କ ଠାରୁ 2 ଲକ୍ଷ ଟଙ୍କା ଆଣିଥିଲୁ। ସେ ଆମକୁ କହିଲେ ଯେ କି ମୁଁ ଜାଣିଛି। ହେଲେ ଆପଣ କେମିତି ଜାଣିଲେ? ନା ମତେ ମହତାବ ବାବୁ କହିଛନ୍ତି ଏ କଥା। ଆଚ୍ଛା ଠିକ ଅଛି, ଆଉ ତାହେଲେ ଆପଣ ତାଙ୍କ ପଇସାଟା ଦେଇଦେବେ ଆଉ। ନା ହଁ ମୁଁ ସେ ବିଷୟରେ କଥା ହେଇଯିବି। ସରିଲା। କିଛି ଦିନ ଗଲା, ମୁଁ କହିଲି ବାବୁ ଆଉ ମହତାବ ବାବୁଙ୍କୁ ପଇସାଟା ଦେଇଦେଲେ? ନା ହଁ ହଁ ମୁଁ କଥା ହେଇଯାଇଛି, ଆମର ସରିଯାଇଛି, ସିଏ ଆମର ହରିୟାଣା ଯାଇଛନ୍ତି, ଆମର ଆଉ ଡ୍ୟାନ୍ସ ପିଲା କିଛି ଯାଇଛନ୍ତି, ଆଉ ମୁଁ ବି ତାଙ୍କଠାରୁ ପାଇବି, ଆଉ ଏମିତି ହେଇକି ଆମର କଥା ହେଇଯାଇଛୁ। ମୁଁ କହିଲି ଆମେ ଟିକେ କଥା ହେଇଯିବୁ ତାଙ୍କ ସହିତ କି ପଇସା ପାଇଗଲେ ବୋଲି। ନା ନାଇଁ ତମର କଥା ହବା ଦରକାର ନାହିଁ, ମୁଁ କଥା ହେଇଯାଇଛି। ଯଦି ତମମାନେ ଚାହୁଁଛ ତମମାନଙ୍କ ମାନେ ମନର ଇଏ ଦୂର କରିବା ପାଇଁ, ତାହେଲେ ମୁଁ ଫୋନ ଲଗେଇ ଦଉଛି, ଶୁଣ। ପାକୁ ବାବୁ ମହତାବ ବାବୁଙ୍କୁ ଫୋନ କଲେ, ଲାଉଡ ସ୍ପିକର ଆମ ସାମ୍ନାରେ ଲାଉଡ ସ୍ପିକର ଦେଇ କଥା ହେଲେ ପାକୁ ବାବୁ ମହତାବ ବାବୁଙ୍କ ସହିତ କି ଆପଣ ରତି ମିଟୁନାକୁ ପଇସା ମାଗିବେ ନାହିଁ। ଆମର ଯୋଉ ପଇସା ମୋର ଯୋଉ ଆପଣଙ୍କ ଉପରେ ଅଛି କି ଯାହା ବି ଅଛି, ଆମେ ଆପୋଷ ବୁଝାମଣା ହେଇଯିବା। ଆପଣ ରତି ମିଟୁନାକୁ ସେ ଟିକେ ବ୍ୟସ୍ତ ହଉଛନ୍ତି, ପଇସା ପାଖକୁ ବି ଏଇ ୱାର୍ଡ କହିଛନ୍ତି, ସେ ବ୍ୟସ୍ତ ହଉଛନ୍ତି, ଆଉ ଆପଣ ତାଙ୍କୁ ପଇସା ମାଗିବେ ନାହିଁ। ପାକୁ ବାବୁ ଯେତେବେଳେ ଏଇ କଥା କହିଲେ ମତେ ବାବୁ ଠିକ ଅଛି, ମୁଁ ତାଙ୍କୁ କିଛି ମାଗିବିନି। ସରିଲା। 4 ବର୍ଷ ତଳର କଥା। ଯେବେ ପାର୍ଟି ବାହାରିଲା ଆଉ ହଁ, କରୋନା ପିରିୟଡରେ ଆପଣ ନେଇଥିଲେ, 21 ବେଳକୁ ବାହାରିଛି ଆଉ କଣ।